କୋଇଡ଼ା ସରକାରଙ୍କ ଦ୍ୱାରା ଏକ ଅଭିନବ ପ୍ରୟାସ, ଯାହାକି ବିଦ୍ୟାଳୟର ପିଲାମାନଙ୍କ ମୁହଁରେ ହସ ଫୁଟାଇବା ସହିତ ପିଲାମାନଙ୍କୁ ଶିଖିବା ଓ ଜାଣିବା ପାଇଁ ଜିଜ୍ଞାସା ସାଜିଛି। ସରକାରଙ୍କର ଏହି ପଦକ୍ଷେପ ମାଧ୍ୟମରେ ଓଡ଼ିଶାର ସମସ୍ତ ବିଦ୍ୟାଳୟରେ ଏହିପରି କାର୍ଯ୍ୟକ୍ରମ ହେଉଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ ଅଧୀନସ୍ଥ ପାଟମୁଣ୍ଡା ମଦନ ମୋହନ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିମାନେ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସାହିତ୍ୟ ଓ ସୃଜନଶୀଳତା କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ। ବିଦ୍ୟାଳୟର ଅନ୍ୟ ସମସ୍ତ ଶିକ୍ଷକମାନେ ମଧ୍ୟ ନିଜ ନିଜର ବହୁ ସୁନ୍ଦର ଭାବ ଦାୟିତ୍ୱ ନେବା ସହିତ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ବିଦ୍ୟାଳୟରେ 4ଟି କ୍ଲବର ସାହିତ୍ୟ, ସୃଜନୀ, କ୍ରୀଡ଼ାଙ୍ଗନ ଓ ଜିଜ୍ଞାସାରେ ଭାଗ ନେଇଥିବା ଛାତ୍ରଛାତ୍ରୀମାନେ ସେମାନଙ୍କର ଦକ୍ଷତାକୁ ସର୍ବସମ୍ମୁଖରେ ଉପସ୍ଥାପନ କରିବା ସହିତ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ମୋ କଥା ମୋ କାହାଣୀ ପୁସ୍ତକ ରଚନା କରିବା ସହ ସାହିତ୍ୟ ସୃଜନୀ କ୍ଲବର ଛାତ୍ରଛାତ୍ରୀ ପୁସ୍ତକ ସମୀକ୍ଷା, ଜିଜ୍ଞାସା କ୍ଲବର ଛାତ୍ରଛାତ୍ରୀ ପାଠ୍ୟ ପୁସ୍ତକ ଉପରେ ରଚନା କରିବା ସହିତ କ୍ରୀଡ଼ାଙ୍ଗନ କ୍ଲବର ଛାତ୍ରଛାତ୍ରୀ ସେମାନଙ୍କର ଖେଳମାନ ପ୍ରଦର୍ଶନ କରିଥିଲେ। ସୁନ୍ଦରଗଡ଼ ଜିଲ୍ଲାରୁ ମୁଖ୍ୟ ପ୍ରତିନିଧି ଜିତେନ ବାରିକଙ୍କ ରିପୋର୍ଟ, ସାଇ ସତ୍ୟ ନ୍ୟୁଜ୍।